ସ୍ୱେଚ୍ଛାସେବା ବିଶେଷ ଦିନମାନଙ୍କରେ ସୀମିତ ନ ରହୁ। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କର ଦେଶରେ ଆମ ରାଜ୍ୟରେ ଅନେକ ସ୍ୱେଚ୍ଛାସେବା ଅନୁଷ୍ଠାନ ଗୁଡ଼ିକ କାର୍ଯ୍ୟ କରୁଅଛି। ସେମାନଙ୍କର ଦାୟିତ୍ୱ, ସେମାନଙ୍କର ସ୍ୱେଚ୍ଛା ସେବା ଅନେକ ଇତିହାସରେ ମଧ୍ୟ ରହିଛି। ଅନେକ ଅଞ୍ଚଳରେ ଏହି ଅନୁଷ୍ଠାନ ଗୁଡ଼ିକ କାର୍ଯ୍ୟକାରୀ ଏତେ ପ୍ରବଳ ମାତ୍ରାରେ କରି ଚାଲିଥାନ୍ତି। ଆମ ଅଞ୍ଚଳରେ ମଧ୍ୟ ଅଛି, ଆପଣମାନଙ୍କ ଅଞ୍ଚଳରେ ମଧ୍ୟ ରହିଛନ୍ତି। ସମସ୍ତେ କେଉଁଠି ନା କେଉଁଠି ସମାଜର ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ସ୍ୱେଚ୍ଛାସେବା ଅନୁଷ୍ଠାନ ଗୁଡ଼ିକ ଭଲେଣ୍ଟାରଲି ସେମାନେ ଅନେକ ଲୋକମାନଙ୍କୁ ସେବା କରନ୍ତି। ସେ ବ୍ଲଡ୍ ଡୋନେସନ୍ କରିଥାନ୍ତି ଏବଂ ବିଭିନ୍ନ ଲୋକମାନଙ୍କୁ ମେଡିକାଲ ସୁବିଧା ଦେଇଥାନ୍ତି, ସବୁ ବିଷୟ। ତେଣୁ ଏହି ବିଷୟରେ ଆମେ ଅଳ୍ପ ସମୟ ଆଜି ଆଲୋଚନା କରିବା। ତେଣୁ ମୁଁ ଆପଣମାନଙ୍କୁ ଏଥିରେ ଶୁଭେଚ୍ଛା ଜଣାଏ। ଆସନ୍ତୁ ଦେଖିବା ଯେ ଏହା ଏକ ପ୍ରସଙ୍ଗ ଭାବରେ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ସ୍ୱେଚ୍ଛାସେବା ବିଶେଷ ଦିନମାନଙ୍କରେ ସୀମିତ ନ ରହୁ। ଡୁ ନଟ୍ କନଫାଇନ୍ ଚ୍ୟାରିଟି ଟୁ ସ୍ପେଶାଲ ଓକେସନ୍ସ। ତ ଏଇଠି ଆମେ ଦେଖୁଅଛୁ ଆମମାନଙ୍କର ସ୍ୱେଚ୍ଛାସେବା ବିଶେଷ ବିଶେଷ ଦିନ ଗୁଡ଼ିକରେ ହିଁ ହୋଇଥାଏ, ବାକି ଅନ୍ୟ ଦିନମାନଙ୍କରେ ହୋଇନଥାଏ। ବେଳେବେଳେ ଆମେ ଯଦି ଚିନ୍ତା କରିବା ରାଷ୍ଟ୍ର ପର୍ବ କିମ୍ବା ଆମମାନଙ୍କର ବିଭିନ୍ନ ସ୍ପେଶାଲ ଓକେସନ୍ ଗୁଡ଼ିକ, ନିଜର ବାର୍ଥଡେ ହଉ କିମ୍ବା ମ୍ୟାରେଜ୍ ଆନିଭର୍ସରୀ ହଉ କିମ୍ବା ଯେକୌଣସି ସ୍ପେଶାଲ ଓକେସନ୍ ଗୁଡ଼ିକରେ ଆମେ ଏହି ସେବା ଗୁଡ଼ିକ ଦେଖିବାକୁ ପାଇଥାଉ। କିନ୍ତୁ ଯଦି ଗୋଟିଏ ପକ୍ଷରେ ଆମେ ଦେଖିବା, ଜଣେ ଗରିବ ଶ୍ରେଣୀ ବା ଜଣେ ଭିକାରୀ ବ୍ୟକ୍ତି ଏମିତି ଭାବୁଥିବ କି ଯେ କାହିଁକି ବର୍ଷକୁ ଥରେ କିମ୍ବା ଦୁଇଥର ଏ ପ୍ରକାର ଓକେଜନ୍ ଆସୁଅଛି ଯେଉଁଥିରେ ମୁଁ କିଛି ସେବା ପାଉଅଛି। କାହିଁକି କାହିଁକି ଏହା ସବୁବେଳେ ଆସୁନାହିଁ? କାହିଁକି ଏହା ଦୈନିକ ଏଥିରେ ସୁଯୋଗ ମୋତେ ମିଳୁନାହିଁ? ମୁଁ କହିବା ପାଇଁ ଚାହେଁ ଯେ ଆମମାନଙ୍କର ସ୍ୱେଚ୍ଛାସେବା ଏହା ସବୁବେଳେ ପ୍ରସ୍ତୁତ ହେଇକି ରହିବା ଆବଶ୍ୟକ। କାରଣ ଆମେ ଯଦି ଗୋଟିଏ ସ୍ୱେଚ୍ଛାସେବା ଅନୁଷ୍ଠାନରେ ରହିଛୁ, ଆମେ ଏକାଧିକ ରହିଅଛୁ ଏବଂ ଆମମାନଙ୍କର ସେବା କେବଳ ବିଶେଷ ବିଶେଷ ଦିନମାନଙ୍କରେ ସୀମିତ ନ ରହୁ। ଆମେ ସଦାବେଳେ ସ୍ୱେଚ୍ଛାସେବା ଅନୁଷ୍ଠାନ ଗୁଡ଼ିକ ସଦାବେଳେ ପ୍ରସ୍ତୁତ ହେଇଥିବା। ଆମେ କେତୋଟି ବିଷୟ ଦେଖିବା। କେବଳ ଆମମାନଙ୍କର ଖ୍ରୀଷ୍ଟମାସରେ ନ ହଉ, ବାର୍ଥଡେରେ ନ ହଉ, ବାର୍ଷିକ ଉତ୍ସବ ଗୁଡ଼ିକରେ ନ ହଉ, ଜାତୀୟ ଗଣ ପର୍ବ ଗୁଡ଼ିକରେ ନ ହଉ, କିନ୍ତୁ ଏହି ବିଷୟ, ଏହି ସ୍ୱେଚ୍ଛାସେବା ଆମମାନଙ୍କର ସବୁବେଳେ ପାଇଁ ପ୍ରସ୍ତୁତ ହୋଇଥାଉ। ଯଦି ଜଣେ କଏଦୀ ମଧ୍ୟ ଭାବୁଥିବ ମୋ ପାଇଁ କାହିଁକି ବର୍ଷକୁ ଅନେକ ଥର ଏ ପ୍ରକାର ସୁଯୋଗ ମିଳୁନାହିଁ, ଏବଂ ଯଦି ବୃଦ୍ଧାଶ୍ରମ ଥାଏ ତ ବୃଦ୍ଧାଶ୍ରମରେ ଅନେକ ବାପା ମା ମଧ୍ୟ ସେମାନେ ଆଶା ରଖୁଥିବେ ଏବଂ ଅନାଥ ପୁଅ ଝିଅମାନେ, ଭାଇ ଭଉଣୀମାନେ, ସେମାନଙ୍କର ଆଖି ମଧ୍ୟ ସେଆଡ଼େ ରହୁଥିବ ଯେଉଁଆଡ଼େ କି ସ୍ୱେଚ୍ଛାସେବା ଅନୁଷ୍ଠାନ ଗୁଡ଼ିକ ଯାଇ ବହୁତ ବିଷୟରେ ସେମାନେ ସାହାଯ୍ୟ କରିଥାନ୍ତି। ପ୍ରିୟ ଭାଇ ଭଉଣୀମାନେ, ଅନେକ କୁଷ୍ଠି ଭାଇ ଭଉଣୀମାନେ ଅଛନ୍ତି, ସେମାନଙ୍କର ମଧ୍ୟ ଦୈନିକ ସେବା ଆବଶ୍ୟକତା ରହିଛି। ଯେଉଁ ଯେଉଁ ଅନୁଷ୍ଠାନ, ସ୍ୱେଚ୍ଛାସେବା ଅନୁଷ୍ଠାନ ଗୁଡ଼ିକ ରହିଛି, ସେମାନେ ବହୁତ ବଡ଼ ବଡ଼ କାର୍ଯ୍ୟରେ ଅଛନ୍ତି, ସେବା କରୁଛନ୍ତି, ଜନମଙ୍ଗଳ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆମେ ଏହାକୁ ଜାରି ରଖିବା ଦରକାର। ସ୍ପେଶାଲ ଦିନମାନଙ୍କ ପାଇଁ ଆମେ ଅପେକ୍ଷା ନ କରୁ, କିନ୍ତୁ ଆଜି ଆମ ସମାଜରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଆମେ ସେବା ଯୋଗାଇବା, ସେମାନଙ୍କର ସାହାଯ୍ୟ ଉପକାର କରିବା, ଏହା ମାନଙ୍କର ଦୈନିକ ଭାବରେ ପ୍ରସ୍ତୁତି ଆବଶ୍ୟକ ରହିଛି। ଆମେ ଯଦି ଏହି ବିଷୟକୁ ନେଇ ଆମେ
ବାଇବଲରୁ ଦେଖିବା ତାହେଲେ ବାଇବଲର ପ୍ରଥମ କରନ୍ତୀୟ ପୁସ୍ତକ 16 ଅଧ୍ୟାୟ 1 ଏବଂ 2 ପଦରେ ଗୋଟେ ବିଷୟ ଲେଖାଯାଏ ଯେ ଦାନ ଦେବା ନିମନ୍ତେ ଦାନ ସଂଗ୍ରହ କର। ଅନେକଙ୍କୁ ସାହାଯ୍ୟ କରିବା ପାଇଁ ବାଇବଲ ସଞ୍ଚୟ କରିବାକୁ ଆମମାନଙ୍କୁ ନିର୍ଦ୍ଦେଶ ଦେଇଥାଏ। ନିଜ ପାଇଁ ନୁହେଁ, କିନ୍ତୁ ଆମେ ପରସ୍ପରର ଆବଶ୍ୟକତା ଏବଂ ଆମମାନଙ୍କର ଚତୁଃପାର୍ଶ୍ୱରେ ଥିବା ଯେଉଁମାନେ ଗରିବ ଦୀନ ଦୁଃଖୀ, ଯେଉଁମାନେ ଅନାଥ ବିଧବା, ଏହି ସବୁ ଲୋକମାନଙ୍କ ନିମନ୍ତେ ଆମମାନେ କ'ଣ କରିବା ଆବଶ୍ୟକ ନା ଅର୍ଥ ସଞ୍ଚୟ କରିବା ଦରକାର, ଦାନ ସଞ୍ଚୟ କରିବା ଦରକାର। ତେଣୁ ଆମମାନେ ସ୍ୱେଚ୍ଛାସେବା ଯେତେବେଳେ କରୁଅଛୁ ସେଥିପାଇଁ ଆମମାନଙ୍କର ଯେଉଁ ଅର୍ଥ ଅଛି, ଯେଉଁ ପୁଞ୍ଜି ଅଛି ତାହାକୁ ବଢ଼େଇବା ଦରକାର, ସବୁବେଳେ ଆବଶ୍ୟକ ରହିଛି। ଏବଂ ଆମମାନେ ଦେଖୁଛୁ ପରୋପକାର ଓ ଦାନର ଏ ପ୍ରକାର ବଳିକୁ ଅନ୍ୟକୁ ସାହାଯ୍ୟ କରିବା, ଦାନ ଦେବା, ଏହି କାର୍ଯ୍ୟକୁ ଈଶ୍ୱର କ'ଣ କରିଥାନ୍ତି ନା ସେ ଚାହାନ୍ତି। ଆମମାନେ ଅନ୍ୟକୁ ସାହାଯ୍ୟ କରିବା ବିଷୟ ପରମେଶ୍ୱର ଚାହାନ୍ତି। ଆମମାନେ ଅନ୍ୟଠାରୁ ସାହାଯ୍ୟ ଆଶା କରିବା ବିଷୟ, ସବୁବେଳେ ଆମମାନେ ଅନ୍ୟଠାରୁ ସାହାଯ୍ୟ ଆଶା କରିଥାଉ, କିନ୍ତୁ ତାଠୁ ଆମମାନେ ଅଧିକ ଗୁଣରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆମମାନେ ଯତ୍ନଶୀଳ ହେବା ଆବଶ୍ୟକ ରହିଛି। ବାଇବଲର ଏବ୍ରୀ ପୁସ୍ତକ 13 ଅଧ୍ୟାୟ 15 ଏବଂ 16 ପଦରେ ଲେଖାଯାଏ, ପ୍ରିୟ ଭାଇ ଭଉଣୀମାନେ, ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ ଯେ ଆମମାନେ ଅନେକଙ୍କୁ ସେବା କରିବା, ଅନେକଙ୍କୁ ସ୍ୱେଚ୍ଛା ଭାବରେ ସାହାଯ୍ୟ କରିବା। ଏହା ବିଶେଷ ଦିନମାନଙ୍କର ନୁହେଁ, ଆମମାନେ ସବୁବେଳେ ଆମମାନେ ଯତ୍ନଶୀଳ ହେବା ଆବଶ୍ୟକ ରହିଛି। ଆମମାନେ ଆଉ ଗୋଟିଏ ବିଷୟ ଦେଖିବା, ଯୋହନ ଲିଖିତ ସୁସମାଚାର 12 ଅଧ୍ୟାୟ 8 ପଦରେ ଲେଖାଯାଏ ଯେ ଦରିଦ୍ରମାନଙ୍କୁ ସର୍ବଦା ସାହାଯ୍ୟ କର। এই ବିଷୟ ଲେଖାଯାଇଅଛି, ଦରିଦ୍ରମାନଙ୍କୁ ସର୍ବଦା ସାହାଯ୍ୟ କର। ଆଜି ଯେତେବେଳେ କି এই ଖ୍ରୀଷ୍ଟୀୟ ସମ୍ପ୍ରଦାୟ ଭାଇ ଭଉଣୀମାନେ ଯାହାର ନିଡ୍ ଅଛି ସେମାନଙ୍କୁ ସାହାଯ୍ୟ କରାଯାଉଛି। ଖ୍ରୀଷ୍ଟୀୟ ଭାଇ ଭଉଣୀମାନେ ଆମର ଭାରତ ଇତିହାସରେ ଅନେକ ଏ ପ୍ରକାର ସେବା ଅନୁଷ୍ଠାନ ଗୁଡ଼ିକ ଖୋଲିଛନ୍ତି। ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ, ଅନେକ କ୍ଷେତ୍ରରେ ଗରିବ ଲୋକମାନଙ୍କର ଆଉ ଉଜ୍ଜଳ ଭବିଷ୍ୟତ ନିମନ୍ତେ, ସେମାନଙ୍କର ଶିକ୍ଷା ନିମନ୍ତେ ଆଉ ଯେଉଁ ଯେଉଁ ସ୍ଥାନରେ ସେମାନେ କାର୍ଯ୍ୟ କରିଛନ୍ତି ତାହା ସେମାନଙ୍କର ଅବଦାନ ଚିରସ୍ମରଣୀୟ। ତେଣୁ ଆଜି ମଧ୍ୟ ଆମ ସମାଜରେ ସେହି କାର୍ଯ୍ୟ ଜାରି ରହିଅଛି। ହୁଏତ ଅନେକ ଲୋକ ଏହାକୁ ଭୁଲ ବୁଝିଥାନ୍ତି, ଅନେକ ସମ୍ପ୍ରଦାୟ ଏହାକୁ ଭୁଲରେ ବ୍ୟାଖ୍ୟା କରିଥାନ୍ତି, କିନ୍ତୁ ପ୍ରକୃତରେ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ସେବା କରିବା, ଏହା ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ। ପ୍ରିୟ ଭାଇ ଭଉଣୀମାନେ, ଆପଣ ସର୍ବଦା ସମାଜରେ ଥିବା, ଆପଣଙ୍କର ଚତୁଃପାର୍ଶ୍ୱରେ ଥିବା ଦରିଦ୍ରମାନଙ୍କୁ, ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରନ୍ତୁ। ଏହା ଈଶ୍ୱର ଚାହାନ୍ତି, ଏହା ଈଶ୍ୱରଙ୍କର ବାକ୍ୟ କହେ। ଲେଖାଯାଏ, ଖାଦ୍ୟ ଓ ବସ୍ତ୍ରହୀନଙ୍କୁ କୁଶଳରେ ରହିଥାଉ ବୋଲି କହିବା କେତେ ଦୂର ଠିକ? ଭାବି ଦେଖନ୍ତୁ, ଆପଣ ଜଣେ ଦୁର୍ବଳ ନିରୀହ ଗରିବ ଶ୍ରେଣୀର ଲୋକମାନଙ୍କୁ ସାକ୍ଷାତ କରି ଭଲରେ ରୁହ ବୋଲି ଆପଣ ଶୁଭେଚ୍ଛା ଜଣାଇଥାନ୍ତି, ଯଦି ବା ଆପଣ କିଛି ସାହାଯ୍ୟ କରୁନାହାନ୍ତି। ତେଣୁ ଲେଖାଯାଏ ଯାକୋବ ପୁସ୍ତକ 2 ଅଧ୍ୟାୟ 15-16 ପଦରେ, କୁଶଳରେ ରୁହ ବୋଲି କହିବା କେତେ ଭଲ ବା କି ଲାଭ ଯଦି ଆପଣ ତାକୁ ସାହାଯ୍ୟ କରୁନାହାନ୍ତି। ଏହାର ଅର୍ଥ ଆମମାନେ ସେମାନଙ୍କୁ କଥାରେ ନୁହେଁ, କାର୍ଯ୍ୟରେ ମଧ୍ୟ କିଛି ଦେଇକି ସାହାଯ୍ୟ କରିବା ଆମମାନଙ୍କର କର୍ତ୍ତବ୍ୟ। ତେଣୁ ତାହାର ଅଭାବ ମୋଚନ ହୁଏ। ପ୍ରିୟ ଭାଇ ଭଉଣୀମାନେ, ଆମମାନଙ୍କର ବାସ୍ତବରେ କର୍ତ୍ତବ୍ୟ କ'ଣ ଆମ ସମାଜର ଲୋକମାନଙ୍କ ପ୍ରତି? ଆମମାନେ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଅଛୁ, ପ୍ରତ୍ୟେକ ଆମମାନେ କୋଉଠି ନା କୋଉଠି କାର୍ଯ୍ୟ କରୁଛୁ। ଆମମାନଙ୍କର କର୍ତ୍ତବ୍ୟ କ'ଣ? ପ୍ରଥମ କର୍ତ୍ତବ୍ୟ ଏ ପ୍ରକାର ହେବା ମଧ୍ୟ ଆବଶ୍ୟକ। ମୁଁ ଆପଣମାନଙ୍କୁ ଉତ୍ସାହ କରିବା ପାଇଁ ଏହା କହେ, ଯେତେବେଳେ ଆମମାନେ ଯାତ୍ରା କରୁଛୁ କୋଉଠୁକୁ,
आमने आम साथी रे किछि एक्स्ट्रा वस्त्र एक्स्ट्रा ड्रेस नेबा आवश्यक कारण आपणकर यात्रा समय रे कोठी ना कोठी ए प्रकार व्यक्ति को आमने साक्षात करिबा जे जहार की वस्त्र आवश्यक थिबो वस्त्र भली जे कोनसी विषय आपण यात्रा समय नहीं कि जाती पथ पार्श्व थिबा दिन दुखी पथ पार्श्व थिबा गरीब लोक मानक आपण देई पारिबे। द्वितीय विषय आमने ए प्रकार गरीब श्रेणी रो भाई भणी मानकू बापा माँ मानकू सरकारी योजना रे अंशी कराइबा पाई आमने यत्नमान रहू। एवं तृतीय रे आमने ए प्रकार गरीब श्रेणी रो पिला मानकू सेमानकर लालन पालन बाबदकू सेमानकर पाठ पढ़ा बाबदकू जो खर्चर आवश्यकता रही ताहाकू बहन करिया पाई चेष्टा करंतु। एवं आउ गोटे विषय जे से प्रकार भाई भणी पुओ झियो मानकू आमे कोन खाद्यर व्यवस्था करिबा आवश्यक केवल विशेष विशेष दिन मानकरे आमे प्रकार कार्य न करू आमने फाइंड आउट करू आमने विभिन्न अंचल रे थिबा भाई भणी मानकू परिवार गुड़िक को आमने चिन्हट करू आमने खोजिबा एवं से मानकू आमने साहाय्य करिया पाई चेष्टा करिबा। सरकारंकर अनेक योजना रही प्रकार श्रेणी रो लोक मानक पाई ताहाकू आमने से मानकू अंशी कराइबा आमानकर कर्तव्य रही एवं पुणी आउ कौन अच्छी आमानकर सेमानक निमंत्रे वस्त्र कि प्रकार भाव प्रदान करा जिवो तार व्यवस्था मध्य आमाने करिबा आवश्यक। आमाने पुणी सेमानकर आवश्यक रक्त सेमाने जेपरि रक्त पाई परिबे ब्लड रो आवश्यकता समय आमने ताहा मध्य जारी रखिबा दरकार ता सहित अनेक विषय रे आमने साहाय्य करिबा आवश्यक। जे कोनसी निर्दिष्ट विशेष विशेष दिन मानक रे नुहे आपण जो समय आमने जानि पारुछु खबर पाउछु से समय आमने अन्य मानकु साहाय्य करिया दरकार। स्वेच्छासेवा विशेष दिन मानक रे सीमित रखिबा उचित नुहे। आमानकु चिंता करिवार विषय आमानक भली अनेक लोक साहाय्य पाइबारे वंचित होउछन्ति मृत्युवरण करूछन्ति तेणु आमने अलर्ट रहिबा। आमान अंचल रे अनेक छोट बड़ ए प्रकार स्वेच्छासेवा अनुष्ठान गुड़िक रही मु निमंते मु कृतज्ञ ज्ञापन करुछि। एपरि अनेक जो अंचल आपण माने अछंती स्वेच्छासेवा अनुष्ठान रे जड़ित हुंतु एवं अनेक लोकंकर सेवा रे आसंतु। प्रभु आपण मानकु प्रत्येक को आशीर्वाद करंतु। आसंतु आमने पदे प्रार्थना करिबा। प्रेममय स्वर्गस्थ पिता तुम्हें पवित्रतार सौंदर्य परिपूर्ण अट तुम्हें अंतकरण देखिबा परमेश्वर अट। प्रभु आज समाज रे जो माने आज समस्या रे अछंती अभाव रे अछंती बापा मां को हराई अछंती और से माने अनेकंकर साहाय्य पाइबा आशा रे अछंती। प्रिय बापा देखुथिबा भाई भणी माने आमे समस्त जेपरि सदा सर्वदा अनेक अंक निमंते स्वेच्छा भाव रे साहाय्य करिया पाए आगु को आसीबु दिन नाही प्रभु किंतु सबु बेले आमे साहाय्य करिया पाए प्रस्तुत हेबु आमे सक्षम होबु। एथिबाई तुमे अनुग्रह कर प्रत्येक स्वेच्छासेवा अनुष्ठान को तुमे आशीर्वाद कर। आमाने जेपरि अनेक को प्रभु सरकार योजना रे अंशी कराई पारिबु सेमानकु जीवन बितेबा पाए जीवन उत्तम जीवन शैली दे पारिबु सेमानकर प्रभु परिचय बदली सेमाने एक भल जीवन अतिबाहित करि पारिबे समाज रे। एथिबाई तुमे अनुग्रह कर। आमानकर प्रार्थना प्रभु तुमे सुनियछ भली आमे धन्यवाद दे प्रार्थना यीशु नाम रे मागुछु आमेन।